ସୂର୍ଯ୍ୟଙ୍କ ସପ୍ତାଶ୍ଵ। ଲେଖକ ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ। ମୁଁ ପାଠ କରୁଛି ଶାନ୍ତନୁ ତ୍ରିପାଠୀ। ପଶୁ ଡାକ୍ତର ପଞ୍ଚାନନ ଦାସ ଡାକ୍ତରଖାନାରୁ ଫେରି ବାରଣ୍ଡାରେ ଆରାମ ଚୌକିରେ ବସି ଟିକେ ଥକ୍କା ମାରୁଛନ୍ତି। ଦିନଯାକ କଠିନ ପରିଶ୍ରମ କରି ଦ୍ୱିପହର ଗଡ଼ିଯିବା ପରେ ସେ ଏକମାତ୍ର କ୍ୱାର୍ଟରକୁ ଫେରିଛନ୍ତି। ଆରାମ ଚୌକିରେ ବସି ସକାଳେ ଆସିଥିବା ଖବରକାଗଜ ଉପରେ ତରବରରେ ଆଖି ବୁଲାଇ ନେଉ ନେଉ ଗତକାଲି ଗ୍ରାଣ୍ଡ ଟ୍ରଙ୍କ ରୋଡରେ ଘଟିଥିବା କେତୁଟା ମୋଟର ଦୁର୍ଘଟଣା ସଂକ୍ରାନ୍ତ ସମ୍ବାଦ ଓ ଚିତ୍ର ଉପରେ ତାଙ୍କର ନଜର ପଡ଼ିଲା। ଟ୍ରକ୍ ଚାପା ପଡ଼ିଥିବା ବଳଦ ଦିଟାଙ୍କ ଚିତ୍ରକୁ ସେଠି ଭଲ କରି ନିରେଖି ଦେଖିଲେ। ତାପରେ ନିହତ ଶଗଡ଼ିଆ ଓ ଅନ୍ୟ ଏକ ଜାଗାରେ ଟ୍ୟାକ୍ସି ଦୁର୍ଘଟଣାରେ ଆହତ ଓ ମୃତ ଲୋକମାନଙ୍କ ଛବିଗୁଡ଼ା ଉପରେ ଟିକେ ଆଖି ବୁଲାଇ ଦେଲେ। ପୂଝାରୀ ଭାତ ବାଢ଼ିବାକୁ ଯାଉଥିଲା। ଠିକ୍ ଏତିକି ବେଳେ ଜଣେ ଲମ୍ବା ଆଉ ତମ୍ବାଳିଆ ଲୋକ ଆସି ପହଞ୍ଚିଲା। ହାତରେ ଖଣ୍ଡିଏ ଛୋଟ ବହି, ବୋଧହୁଏ ଭଗବତ ଗୀତା ବଙ୍ଗୀୟ ପକେଟ ସଂସ୍କରଣ। ଛୋଟ ବହିଟି ଭିତରେ ଗୁଞ୍ଜା ହୋଇଥିଲା ଖଣ୍ଡିଏ 2 ଟଙ୍କିଆ ନୋଟ ଏବଂ 2-3 ଖଣ୍ଡ ଟଙ୍କାକିଆ ନୋଟ, ଯାହା ବହି ଫାଙ୍କରୁ ନିଜ ନିଜ ରଙ୍ଗ ଯୋଗୁଁ ବେଶ ବାରି ହୋଇ ପଡୁଥିଲେ। ତା ସାଙ୍ଗକୁ ଭଙ୍ଗା ହୋଇ ରହିଥିଲା କେତେ ଖଣ୍ଡ କାଗଜ। ଲୋକଟି ଡେଙ୍ଗା, ପାତଳା। ତା ହାଡୁଆ ଗାଲରେ ଆଖି ଦିଟା କୋରଡ଼କୁ ପଶି ଯାଇଛି। ପିନ୍ଧିଛି ଖଣ୍ଡେ ଅଧା ମଇଳା ସାର୍ଟ ଏବଂ କାନ୍ଧ ଉପରେ ଖଣ୍ଡେ ଗାମୁଛା। ସେ ତାଙ୍କ ହାତକୁ ଖଣ୍ଡେ କାଗଜ ବଢ଼େଇ ନେଇ କହିଲା, ଆଜ୍ଞା, ପଞ୍ଚାନନ ବାବୁ ଡାକ୍ତରଙ୍କ ବସା ଏଇଟା? ପଞ୍ଚାନନ ବାବୁ କାଗଜ ଖଣ୍ଡକ ଖୋଲି ଦେଖିଲେ ସେଥିରେ ଟଣା ହୋଇଛି କେତେ ଗୁଡ଼ାଏ ଗାର। ଲୋକଟି କହିଲା, ଆଜ୍ଞା, ଆପଣ ଡାକ୍ତର ବାବୁ? ତାପରେ ପଞ୍ଚାନନ ବାବୁଙ୍କ ଇଙ୍ଗିତରେ ନିଶ୍ଚିନ୍ତ ହୋଇ ଟିକେ ହସି କହିଲା, ଆଜ୍ଞା, ଏଇ ମ୍ୟାପ ଦେଖି ଦେଖି ଆସୁଛି। ଏଇ ମ୍ୟାପ ଖଣ୍ଡକରେ ଠିକଣା ବତାଇ ଦେଇଛନ୍ତି ହାଇସ୍କୁଲର ଭୂଗୋଳ ଶିକ୍ଷକ। ହେଇ ଦେଖନ୍ତୁ, ଷ୍ଟେସନ ରୋଡ, ଭୁଲାସାଉ ଛକ, ବସଷ୍ଟାଣ୍ଡ, ଏଇଠି ଆପଣଙ୍କ ସଙ୍ଗେ ଦେଖା କରିବାକୁ ଆସିଲି। ପଞ୍ଚାନନ ବାବୁ ପଚାରିଲେ, କଣ ଗାଈ ଫାଇର କିଛି ହୋଇଛି? ପେଟ ଫୁଲା ନା ଫାଟୁଆ? ଲୋକଟି କହିଲା, ଆଜ୍ଞା ନାଇଁ, ସେ ସବୁ କିଛି ନୁହେଁ। ମୁଁ ଆପଣଙ୍କୁ ଟିକେ ବ୍ରହ୍ମ ବିଦ୍ୟା ଦେଖାଇବି। ବହୁତ ପରିଶ୍ରମ ଧ୍ୟାନ ଧାରଣା କରି ଏହା ହାସଲ କରିଛି। କଲିକତାର ମେଘନାଥ ସା ଷ୍ଟ୍ରିଟ୍ର ଜମିଦାର ଭୋଳାନାଥ ଗାଙ୍ଗୁଲି, ଇଣ୍ଡିଆନ ସାଲ୍ୟୁଟ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ମଧୁମତ୍ତ ବିଶ୍ୱାସ, ସବ୍ ଜଜ୍ ତାରାପଦ ସେନ ସମସ୍ତେ ଏହା ଦେଖି ତାଟକା ହୋଇଯାଇଛନ୍ତି। ଏ ବିଦ୍ୟା ବ୍ରହ୍ମାଣ୍ଡରେ କେହି ପାଇନଥିଲେ। ଶୁକ, ପରୀକ୍ଷିତ, ସନକ, ଜାବାଳି, ବଶିଷ୍ଠ ବହୁ ସାଧ୍ୟ ସାଧନା କରି ମଧ୍ୟ ଏହା ପାଇପାରି ନଥିଲେ। ପୁରୀର ଗୋସ୍ୱାମୀ ବିଜୟଚନ୍ଦ୍ରଙ୍କ ଶିକ୍ଷାମୁ, ସେ ବହୁ ଦିନରୁ ମରିଗଲେଣି। ଖବରକାଗଜରୁ କଟା ତାଙ୍କ ଫଟୋଟି ଗୀତା ଭିତରୁ କାଢି ସେ ଦେଖାଇଲା। ତାପରେ ମୁଣ୍ଡରେ ଛୁଆଇ ପୁଣି ବହି ଭିତରେ ରଖିଦେଲା। କହିଲା, ମୁଁ ଆଜି ଯାଏ ଚୁପଚାପ ଥିଲି। କଲିକତାରୁ ଆସି ଗାଁରେ ରହୁଥିଲି। ଆଳି ରିଙ୍ଗବନ୍ଦ ପାଖରେ ଆମ ଗାଁ। କିନ୍ତୁ ସ୍ୱପ୍ନରେ ଆଦେଶ ହେଲା ଆଉ ଲୁଚ ହେଲା। ଏ ବିଦ୍ୟା ସାରା ଭାରତରେ, ବିଶ୍ୱରେ ଅପ୍ରାପ୍ୟ। ତୁ ୟାକୁ ପ୍ରକଟ କର। ଅର୍ଡର ହେବାରୁ ଦେଖାଉଛି। ପଞ୍ଚାନନ ବାବୁ କୌତୂହଳୀ ପଚାରିଲେ, କଣ ସେ ବିଦ୍ୟା? ଲୋକଟି ପକେଟରୁ 2 ଖଣ୍ଡ ସାର୍ଟିଫିକେଟ କାଢି ବଢାଇ ଦେଲା। ଖଣ୍ଡିଏ ଟାଇପ କରା ହୋଇଛି, ଅନ୍ୟଟି ହାତ ଲେଖା। ପ୍ରଥମ ପ୍ରମାଣ ପତ୍ରଟି ଦେଇଛନ୍ତି ପାଖ କଲେଜର ପଦାର୍ଥ ବିଜ୍ଞାନୀ ଅଧ୍ୟାପକ ସୁନାକର ମିଶ୍ରେ। ସେ ଯାହା ଇଂରାଜୀରେ ଲେଖିଛନ୍ତି ତାର ଭାଷାନ୍ତର ହେଲା, ଆଳିକୁରାଳ ଗ୍ରାମର ଶ୍ରୀ ଅଚ୍ୟୁତାନନ୍ଦ ପଣ୍ଡା ଜଣେ ସିଦ୍ଧ ସାଧକ। ସେ ସୂର୍ଯ୍ୟଙ୍କୁ ଅପଲକ ଆଖିରେ ବହୁ ସମୟ ଧରି ଅନାଇ ପାରନ୍ତି। ସମଗ୍ର ବିଶ୍ୱଙ୍କୁ ତାଙ୍କର ସାଧନ ତତ୍ତ୍ୱ ଶୁଣାଇବା ଲାଗି ତାଙ୍କୁ ଆଦେଶ ହୋଇଛି ବୋଲି ସେ ମନେ କରନ୍ତି। ଦ୍ୱିତୀୟ ପ୍ରମାଣ ପତ୍ରଟି ଦେଇଛନ୍ତି ଜଣେ ଅବସରପ୍ରାପ୍ତ ମୁନ୍ସିଫ୍। ଲୋକଟି କହିଲେ, ଆଜ୍ଞା, ଏପରି ବହୁ ସାର୍ଟିଫିକେଟ ବହୁ ବଡ ବଡ ଲୋକମାନେ ଦେଇଛନ୍ତି। କାସିମ ବଜାର ମହାରାଜା ବର୍ଦ୍ଧମାନର ଦେବାନ ବାହାଦୁର, ସମସ୍ତେ ମତେ ଜାଣନ୍ତି। ତାଙ୍କର ଚିଠି ସବୁ ସୁଟକେସରେ ଅଛି। ସୁଟକେସଟା ଛକ ମୁଣ୍ଡ ଗୁଡିଆ ଦୋକାନରେ ରଖି ଆସିଛି। ତାପରେ ହାତ ଯୋଡି କହିଲା, ଆଜ୍ଞା, ଆପଣ ନିଜେ ଟିକେ ସାଧନା ଦେଖନ୍ତୁ। ସମଗ୍ର ସୂର୍ଯ୍ୟମଣ୍ଡଳକୁ ମୁଁ ପ୍ରତ୍ୟକ୍ଷ କରିପାରେ। ଗୀତାରେ ଭଗବାନ ଯେଉଁ ଦ୍ୱାଦଶ ଆଦିତ୍ୟ ସୌରମଣ୍ଡଳ କଥା କହିଛନ୍ତି, ସବୁ ସେଇ ମଣ୍ଡଳ ଭିତରେ ଅଛି। ପ୍ରଣବ, ଓମକାର, ଆଦିମାତା, ସାବିତ୍ରୀ, ହିରଣ୍ୟ ଗର୍ଭ, ଗାୟତ୍ରୀ ସମସ୍ତେ ତା ଭିତରେ ଅଛନ୍ତି। ପଞ୍ଚାନନ ବାବୁ ଅସ୍ୱସ୍ତି ବୋଧ କରୁଥିଲେ। ସାରା ଦିନ ତାଙ୍କ ମନଟା ଆମ୍ବିଳା ହୋଇ ରହିଛି। କମ୍ପାଉଣ୍ଡର ଚତୁର୍ଭୁଜଟା ଗୋଟାଏ ଧପ୍ପାବାଜ। ସେ ଯାହା କହିବେ ଠିକ୍ ତାର ଓଲଟା କରିବ। ସକାଳୁ କଲର ବାହାରିଯିବ, ଫେରିବ ଯାଇ ଡାକ୍ତରଖାନା ଖୋଲିବାର ଅଧଘଣ୍ଟା ପରେ। ଚାରିଆଡେ କହି ବୁଲିବ କଣ ନା ସେ ଡାକ୍ତର। ଗାଈ, ଗୋରୁ, ଛେଳି, ମେଣ୍ଢା, କୁକୁରଙ୍କୁ ବଡ ବେମାରୀରେ ତାଙ୍କୁ ନ ପଚାରି ଇଞ୍ଜେକ୍ସନ ଦେଇ ଆସୁଛି। କହୁଛି କଣ ନା ଡାକ୍ତର ବାବୁ କଣ କରିବେ, ମୋଠୁ ବଳେଇ ଗଲେ ସିନା। ପୁଣି କହୁଛି ଡାକ୍ତର ବାବୁ ସିନା ଖାଲି ପ୍ରେସକ୍ରିପସନ ଲେଖନ୍ତି, ଚିକିତ୍ସା ତ କରେ ମୁଁ। ସେ କଣ ମୋଠୁ ବେଶୀ ଜାଣନ୍ତି?
କିନ୍ତୁ କିଛି ଖରାପ ହେଲେ ସବୁ ଦୋଷ ଲଦିଦେବ ତାଙ୍କ ଉପରେ। ତା ଚିକିତ୍ସାରେ ପଶୁପକ୍ଷୀ ମରିଗଲେ ଦୋଷ ଢାଳିଦେବ ଜନ୍ତୁରାଣଙ୍କ ଉପରେ। ଆଜି ସକାଳେ ଗୋଟାଏ କୁକୁରକୁ ସାଇକେଲ ରିକ୍ସା ମାଡ଼ି ଯାଇଥିଲା। କୁକୁରକୁ ତାର ମାଲିକ ନେଇ ଆସିଥିଲେ। ସେ ସଙ୍ଗେ ସଙ୍ଗେ ଇଞ୍ଜେକ୍ସନ ଦେବାକୁ କମ୍ପାଉଣ୍ଡରକୁ କହିଲେ। ମାତ୍ର ସେ ସେଇ କଂସାରୀ ବୁଢୀର ପେଟ ଫୁଲା ଛେଳିଟା ପଛରେ ଲାଗିଥାଏ। କଣ ନା ଛେଳିଟାକୁ ଯେକୌଣସି ମନ୍ତେ ବଞ୍ଚାଇବାକୁ ହେବ, କାରଣ ଆଉ ମାସକ ପରେ ଅଷ୍ଟମୀ ଦିନ ସେ ବଳି ପଡିବ। ବୁଢୀର ପୁଣି ଖାସିଟା ପାଇଁ ଯେଉଁ କାନ୍ଦ, ସତେ ଯେମିତି ତା ପୁଅର ପେଟ ଫୁଲି ଯାଇଛି। ଘଣ୍ଟାକ ପରେ ଆସି କୁକୁରଟାକୁ ଇଞ୍ଜେକ୍ସନ ଦେଲା। କୁକୁରଟା ବଞ୍ଚିଲା ନାହିଁ, ବଦନାମ ହେଲା ତାଙ୍କର। ତାପରେ ସେଇ ଗରମ ହୋଇଯାଇଥିବା ଗାଈଟା ହମ୍ବା ହମ୍ବା ରଡି ଛାଡୁଥାଏ। ଡାକ୍ତର ବାବୁ ନିଜେ ଇଞ୍ଜେକ୍ସନ ଦେଇ ତା ଭିତରେ ଆଙ୍ଗୁଠିରେ ଠେଲି ଜର୍ସି ଷଣ୍ଢର ଶୁକ୍ର ଜୀବାଣୁ ଭର୍ତ୍ତି କରୁଥାନ୍ତି। ତାଙ୍କର 53 ବର୍ଷର ବିପତ୍ନୀଙ୍କ ଦେହରେ ସେ ସବୁର ଯେ କିଛି ପ୍ରତିକ୍ରିୟା ହେଉନଥିଲା ତାହା ନୁହେଁ, କିନ୍ତୁ ସେ କାମଟା ଠିକ ଭାବେ କରିଥିଲେ। ତାପରେ ସେ ଯେଉଁ କୁକୁଡ଼ାଟା ଆସିଥିଲା, ଖାଲି 24 ଘଣ୍ଟା ଢୁଳା ହଉଛି, 2 ଦିନ ହେଲା କିଛି ଖାଉନାହିଁ। ଏଇଭଳି କେତେ କେତେ କେସ୍। ଏସବୁ ଜଞ୍ଜାଳ ଓ ହଟ୍ଟଗୋଳ ଭିତରେ ଡାକ୍ତର ବାବୁଙ୍କୁ ସୂର୍ଯ୍ୟମଣ୍ଡଳ ଦେଖିବାକୁ ଆଦୌ ଭଲ ଲାଗୁନଥିଲା। ତଥାପି ଲୋକଟା ନଛୋଡ଼ ବନ୍ଦା। ସେ ୟା ଭିତରେ କାମିଜ ଓ ଲୁଗା କାଢି ଗାମୁଛା ପିନ୍ଧି ଛିଡା ହୋଇଥାଏ, ପଇତାକୁ ସାଉଁଳଉଥାଏ। ଡାକ୍ତର ବାବୁଙ୍କୁ ଗିଲାସେ ପାଣି ଆଣିବା ପାଇଁ କହିଲା। ପୂଜାରୀ ଗିଲାସେ ପାଣି ଆଣିଦେଲା। ସେତକ ଢକ ଢକ କରି ପିଇ ଦେଇ ଆଉ ଗିଲାସେ ପାଣି ମାଗିଲା। 2 ଗ୍ଲାସ ପାଣି ପିଇ ସାରି ସେ ଯାଇ ଖରାରେ ଚକା ପାରି ବସିଲା। କଣ ସବୁ ମନ୍ତ୍ର ପଢୁଥାଏ। ସୂର୍ଯ୍ୟଙ୍କୁ 5 ମିନିଟ ଅପଲକ ଦୃଷ୍ଟିରେ ଚାହିଁବା ପରେ କହିଲା, ହେଇ ହେଇ ଆ ଆ ହେ ହେ ଆଦିତ୍ୟ ସାବିତ୍ରୀ ଗାୟତ୍ରୀ ହିରଣ୍ୟ ଗର୍ଭ ତତ୍ ସର୍ବିତୃବରେଣ୍ୟ ଇତ୍ୟାଣି ତୀର୍ଥାଦି। ଡାକ୍ତର ବାବୁ ବାରଣ୍ଡାକୁ ତଳକୁ ଓହ୍ଲାଇ ଯାଇ ସୂର୍ଯ୍ୟଙ୍କ ଆଡକୁ ଚାହିଁଲେ। କିଛି କ୍ଷଣ ଚାହିଁବା ପରେ କହିଲେ, କାଇଁ, ମୁଁ ତ କିଛି ଦେଖିପାରୁନାହିଁ। ସେ ଲୋକଟି କହିଲା, କେମିତି ଦେଖିବେ, ମୁଁ କହିଲେ ସିନା ଦେଖିବେ। ସେ ଉଠି ଆସି ବିଡ୍ ବିଡ୍ କରି କଣ ମନ୍ତ୍ର ପଢି ଡାକ୍ତର ବାବୁଙ୍କ ମୁଣ୍ଡକୁ ଚିପିବାକୁ ଲାଗିଲା। ସେଲୁନରେ ବାଳକଟା ସରିଲା ପରେ ଭଣ୍ଡାରୀ ଯେମିତି ଚିପେ। ତାପରେ କହିଲା, ଦେଖନ୍ତୁ। ଡାକ୍ତର ବାବୁ ଉପରକୁ ମୁହଁ ଟେକି ସୂର୍ଯ୍ୟଙ୍କ ଆଡକୁ ଚାହିଁଲେ। ଦେଖିଲେ କିଛି ନାହିଁ। ତାପରେ ବିରକ୍ତ ହୋଇ କହିଲେ, କାହିଁ, କଣ, ସବୁ ଧପ୍ପାବାଜି। ଲୋକଟି କହିଲା, ଆଜ୍ଞା, ଦିନକରେ କଣ ସୂର୍ଯ୍ୟମଣ୍ଡଳ ଦେଖିବା ସମ୍ଭବ? ଲାଗେ ଲାଗେ କିଛି ଦିନ ଅଭ୍ୟାସ କଲେ ସିନା ଯାଇ ଦେଖିବେ। ତାପରେ ସେ ଗାମୁଛା ଛାଡି ଲୁଗା ଓ ସାର୍ଟ ପିନ୍ଧି ଯିବା ପାଇଁ ବାହାରିଗଲା। ଡାକ୍ତର ବାବୁ ତାକୁ ଗୋଟିଏ ଟଙ୍କା ଯାଚିଲେ। ସେ ନେଲା ନାହିଁ। କହିଲା, ଛି ଛି, ଟଙ୍କା କଣ ହବ। 2-3 ଦିନ ପରେ ଡାକ୍ତର ବାବୁ ଡାକ୍ତରଖାନାରୁ ଲେଉଟି ଖାଇସାରି ବାରଣ୍ଡାରେ ଟିକେ ବସିଛନ୍ତି। 4ଟା ବେଳେ 2 କୋଶ ଦୂରୁ ନିଜିପୁର ଗାଁରୁ ଏକ କଲରେ ଯିବାକୁ ହେବ। ଆଜି ସକାଳେ ଶାମଶେର ମିଆଁର କସରା ଘୋଡିଟା ଚିକିତ୍ସା ପାଇଁ ଆସିଥିଲା। ଘୋଡିଟା ଖାଲି ଗୋବରେଇ ପକାଉଛି। ଡାକ୍ତର ବାବୁ ଅପେକ୍ଷା କରିବାକୁ କହି ଭିତରେ କାମ କରିବାକୁ ଗଲେ। ଘୋଡିଟା ଡାକ୍ତରଖାନା ହତାରେ ଚରୁଥାଏ। ଶାମଶେର ଯାଇଥାଏ ଛକକୁ ବିଡି କିଣିବାକୁ। କିଛି ସମୟ ପରେ ଡାକ୍ତର ବାବୁ ଘୋଡିଟାକୁ ଦେଖିବାକୁ ବାହାରକୁ ଆସନ୍ତି। ଦେଖିଲେ କେଉଁଠୁ ଗୋଟାଏ ଦୁର୍ଦାନ୍ତ ଘୋଡା ଆସି ଘୋଡିଟାକୁ ଖଣ୍ଡେ ଦୂରେ ଠେଲି ନେଇ ତା ସଙ୍ଗେ ମୈଥୁନ ଆରମ୍ଭ କରିଦେଇଛି। ଡାକ୍ତର ବାବୁ ଘୋଡିଟାକୁ ଛଡାଇ ଆଣିବାକୁ ହୁକୁମ ଦେଲେ, କିନ୍ତୁ ତା କିଛି ସହଜ କାମ ନୁହେଁ। ସମସ୍ତେ ଖାଲି ସ୍ଥାଣୁ ପାଲଟି ଯାଇ ସେ ଦୃଶ୍ୟ ଦେଖୁଥାନ୍ତି। କିଛି ସମୟ ପରେ ଘୋଡାଟା ରେଷାଧ୍ୱନି କରି ଚାଲିଯିବା ପରେ ଘୋଡିଟାକୁ ଆଣି ଇଞ୍ଜେକ୍ସନ ଦିଆଗଲା। ଡାକ୍ତର ବାବୁ ଘର ଭିତରକୁ ଯାଇ ଟିକେ ଶୋଇବାକୁ ମନସ୍ଥ କଲେ। ଠିକ ଏତିକି ବେଳେ ସେ ଲୋକଟା ଆସି ପହଞ୍ଚିଲା। ଡାକ୍ତର ବାବୁ ତାକୁ ଦେଖି ଖେଙ୍କାରି ଉଠିଲେ। ତଥାପି ସେ ନଛୋଡ଼ ବନ୍ଦା। କହିଲେ, ସାର୍, ଆଜି ସୂର୍ଯ୍ୟମଣ୍ଡଳ ଦେଖିପାରିବେ। କମ୍ ସେ କମ୍ ସୂର୍ଯ୍ୟଙ୍କର 7ଟା ଘୋଡା ଦେଖିପାରିବେ। ଡାକ୍ତର ବାବୁ ରାଗରେ କବାଟ ବନ୍ଦ କରିଦେଇ ଭିତରକୁ ଯାଇ ଖଟ ଉପରେ ଗଡି ପଡିଲେ। ବାହାରେ ଭୀଷଣ ଗରମ, ଝାଞ୍ଜି ପବନ ବହୁଛି। ଡାକ୍ତର ବାବୁଙ୍କୁ ନିଦ ଲାଗିଗଲା। କିଛି ସମୟ ପରେ ତାଙ୍କର ମନେ ହେଲା ସେ ଯେପରି ଘୋଡାର ହେସା ଶବ୍ଦ ଶୁଣି ପାରୁଛନ୍ତି। ତାଙ୍କର ମନେ ହେଲା ତାଙ୍କ ହତା ଭିତରେ ଯେପରି ଘୋଡାମାନେ ଦୌଡା ଦୌଡି କରୁଛନ୍ତି। ସେ ଉଠି ପଡି ବାହାରକୁ ଯାଇ ଦେଖିଲେ ତାଙ୍କ ପାଇଁ ସତକୁ ସତ ଜଣେ ଲୋକ ଗୋଟିଏ ଭଡା ଘୋଡା ଗାଡି ଧରି ଅପେକ୍ଷା କରୁଛି ଏବଂ ସେଥିରେ ଯୋଛା ହୋଇଛି ସକାଳର ସେ ଦୁର୍ଦାନ୍ତ ଘୋଡାଟା। ଡାକ୍ତର ବାବୁଙ୍କୁ ଦେଖି ଲୋକଟା କହିଲା, ସାର୍, ନୀଳପୁର କଲରେ ଯିବେ ପରା।